ଭାବଗ୍ରାହୀ କଲେ ଯାରା ହୀନକଣ୍ଠରେ ପାଦରୁ ଅବିରାମ ରକ୍ତସ୍ରାବ ହେଉଛି। ଯନ୍ତ୍ର ଘୋର ଯନ୍ତ୍ରଣାରେ ପ୍ରଭୁ ଛଟପଟ କ୍ଷୀଣକଣ୍ଠରେ ଡାକୁଛନ୍ତି ପ୍ରଭୁ ଯାରା। ପଛକୁ ଅନେକ ଡାକଲା ପ୍ରଭୁ କାହିଁକି ଡାକିଲେ? ନାରେ ଶୁଣୁ ତୁ ଯାଉଛୁ ସତ କିନ୍ତୁ ଗୋଟିଏ କଥା କହିବୁନୁ। ନା କଣ କହିବିନି ପାଣ୍ଡବ ମାନଙ୍କୁ? ନା କେବେ ନ କହିବୁ ଯାରାରେ ତୁ ହିଁ ବିନ୍ଧି ଛୁବାଣ ଆରେ ବିନ୍ଧି କଥା ଜାଣିଲେ ପାଣ୍ଡବେ ତୋର ନେବେ ପରାଣ ନେବେ ପରାଣ ରେ ନେବେ ପରାଣ ନେବେ ପରାଣ ନେବେ ପରାଣ ରେ ନେବେ ପରାଣ ନେବେ ପରାଣ। ପାଣ୍ଡବ ମାନଙ୍କ ପାଖରେ ଯାଇକି ପହଞ୍ଚିଲେ ଭାରତକୁ କିନ୍ତୁ ପାଣ୍ଡବ ମାନଙ୍କୁ କେବେ କହିବୁନୁ ତୁ ମାରିଛୁ ବୋଲି ସର। ତୁ ଯଦି ମାରିଛୁ ବୋଲି ସେ ଜାଣିବେ ତତେ ସେଇଠେ ମାରିଦେବେ। ତୁ ସେଇଠେ ରହିଯିବୁ ଆଉ ଫେରି ପାରିବୁ ନାହିଁ। କାହିଁକି ନା ପାଣ୍ଡବ ମାନେ ମତେ ବହୁତ ଭଲ ପାଆନ୍ତି। ଆଉ ତାହେଲେ ପ୍ରଭୁ କଣ କହିବି? ନାରେ କହିବୁ ଲତା ଗହଳରେ ମୁଁ ଦେଖିବାକୁ ପାଇଲି ଭଗବାନ ଶ୍ରୀକୃଷ୍ଣକୁ କିଏ ସର ସନ୍ଧାନ କରିଛି। ତାଙ୍କ ପାଦରେ ରସର ଫୁଟି ଯାଇଛି, ରକ୍ତସ୍ରାବ ବହି ଚାଲିଛି, ଘୋର ଯନ୍ତ୍ରଣାରେ ଛଟପଟ। ପ୍ରଭୁ ସେଇ ଖବର ତମକୁ ଦବାକୁ ଆଇଛି। ନା ଠିକ ଅଛି। ପୁଣି ଯାରା ବାହାରିଲା ଆଉ ଦୁଇ ପାଦ ଆଗକୁ ଯାଇଛି। ଦୟାମୟ ଠାକୁର ଡାକିଦେଲେ ପଛରୁ ଯାରା ଯାରାରେ। ପୁଣି ଯାରା ସହର ପଛକୁ ଚାହିଁଲା କହିଲା ପ୍ରଭୁ କାହିଁକି ଡାକିଲେ? ନାରେ ଶୁଣୁ କାହିଁକି ଡାକିଲ? ନାରେ ଶୁଣୁ ଏଇ ପାଞ୍ଚ ଭାଇ ପାଣ୍ଡବ ମାନଙ୍କ ମଧ୍ୟରୁ ସବୁଠାରୁ ମୁଁ ବହୁତ ଜଣକୁ ଭଲ ପାଏ। ସେ ମୋର ସର୍ବୋତ୍ତମ ପ୍ରିୟ। ତାକୁ ନ ଦେଖିଲା ପର୍ଯ୍ୟନ୍ତ ପିଣ୍ଡରୁ ପ୍ରାଣ ଯିବ ନାହିଁ। ବୋଲାନନ୍ଦ ଭଗବାନ କି ସେ କିଏ? ଆରେ ତୃତୀୟ ପାଣ୍ଡବ ବୀର ଅର୍ଜୁନ ମୋହର ପ୍ରିୟ ରେ ମୋହର ପ୍ରିୟ। ଦର୍ଶନ କରିବି ଯାରାରେ ମନ ହୁଏ ଅଥୟ ହୁଏ ଅଥୟ ହେ ହୁଏ ଅଥୟ ହୁଏ ଅଥୟ ହୁଏ ଅଥୟ ହେ ହୁଏ ଅଥୟ ହୁଏ ଅଥୟ। ତୃତୀୟ ପାଣ୍ଡବ ବୀର ଅର୍ଜୁନ ମୋର ପ୍ରିୟ ସଖା। ତାକୁ ଦର୍ଶନ କରିବା ପାଇଁ ମନ ବ୍ୟାକୁଳ ହଉଛି। ତାକୁ ନ ଦେଖିଲେ ପିଣ୍ଡରୁ ପ୍ରାଣ ଯିବ ନାହିଁ। ବୋଲାନନ୍ଦ ଭଗବାନ କି ଦେଖନ୍ତୁ ଆଜ୍ଞା ଆଜି ଭଗବାନ ଚାହୁଁଛନ୍ତି ଭକ୍ତର ଦର୍ଶନ। ଭଗବାନ ଶ୍ରୀକୃଷ୍ଣ ଚାହୁଁଛନ୍ତି ଅର୍ଜୁନକୁ ଦର୍ଶନ କରିବା ପାଇଁ। କି ସୌଭାଗ୍ୟ କଥା, କି ଆନନ୍ଦ କଥା। ଚଳିଗଲା ଯାରା ଯାଇକି ପାଣ୍ଡବ ମାନଙ୍କୁ କହିଦେଲା ବାରୁଣା ମନ୍ତ୍ରରେ। ଯେତେବେଳେ ପାଣ୍ଡବ ମାନେ ଜାଣି ପକେଇଲେ ବିଶ୍ୱାସ ତ କଲେନି। ତାପରେ ନଖ ଦର୍ପଣରେ ଦେଖିଲେ କିଏ? ସହଦେବ। ଘଟଣା ସତ। ତୀର ବେଗରେ ପାଣ୍ଡବ ମାନେ ମାରି ଆସିଲେ ଯାରା ସବାର ସାଙ୍ଗରେ। ଭଗବାନ ଶ୍ରୀକୃଷ୍ଣ କୋଉଠି ମୁମୂର୍ଷ ଅବସ୍ଥାରେ ପଡିଛନ୍ତି। ବାଟରେ ଯୁଧିଷ୍ଠିର ଧରି ପକେଇଲେ ଅର୍ଜୁନର ହାତକୁ। କହିଲେ ଅର୍ଜୁନ ହେ ଫାଲ୍ଗୁନି ଗୋଟିଏ କଥା ମନେ ରଖିବୁ। ଆମେ ଯାଉଛେ ଭଗବାନଙ୍କ ପାଖକୁ। ଭଗବାନଙ୍କର ଶେଷ କଥା କଥା ସତ। ମନେ ରଖିବୁ ଗୋଟିଏ କଥା। ନା କଣ ଭାଇ? ଆରେ କେବେ ନ ଛୁଇଁବୁ